रावणर सैन्यଙ୍କ ମଧ୍ୟରେ ଗୋଳଯୁଦ୍ଧ ଆରମ୍ଭ ହୋଇଛି। ରାମ ଲକ୍ଷ୍ମଣ କିଭଳି ଜିଇଁଲେ ସେ କଥା ଭାବି ରାବଣ ଆଶ୍ଚର୍ଯ୍ୟ ହୋଇଛି। କୋଳାହଳରେ କମ୍ପି ଉଠିଛି ଲଙ୍କା। ଉଭୟ ପକ୍ଷରୁ ବହୁବଳ ମୃତାହତ ହୋଇଛନ୍ତି। ପ୍ରଥମ ଥର ପାଇଁ ନିଜେ ରାବଣ ଯୁଦ୍ଧକୁ ଆସିଛି ବିପୁଳ ଆୟୋଜନରେ। ତାର ସମରସଜ୍ଜା ବିଷୟ ରାମ ଲକ୍ଷ୍ମଣଙ୍କୁ କହୁଛନ୍ତି ବିଭୀଷଣ। ଶ୍ରୀରାମ ଲକ୍ଷ୍ମଣ ସୁଗ୍ରୀବ ହନୁମାନ ରାବଣ ସହ ଯୁଦ୍ଧ ଆରମ୍ଭ କରିଛନ୍ତି। ତରୁ ପାଡ଼ି ଛାଡ଼ନ୍ତେ ରଡ଼ି ଲଙ୍କାକୁ ବାନରେ ପଡ଼ନ୍ତି ଉଡ଼ି ବାଜିଲା ଗୋଳ ଉଭୟ ବଳ ସିନ୍ଧୁ ମନ୍ଥନ ପ୍ରାୟ କଚହଳ କପିଙ୍କ ବାଣୀ ରାବଣ ଶୁଣି ବୋଲଇ କେମନ୍ତ ଜିଲେ ପୁଣି ବିସ୍ମୟ ହେଲା ଶତ୍ରୁ ନ ମଲା ପୁତ୍ର ଧୂମ୍ରାକ୍ଷକୁ ରାଇ ବୋଇଲା ଅସୁର ଗଣ ଥିବେ ବହନ ମାରି ଆସ ବାବୁ ରାମ ଲକ୍ଷ୍ମଣ ହେମନ୍ତ ଶୁଣି କୁମର ମଣି ପଶ୍ଚିମ ଦ୍ୱାରେ ବାହାର ରାବଣୀ ଅସୁର ଶ୍ରେଣୀ ଦେଶ ନ ଜାଣି ବନ୍ଧ ଭାଙ୍ଗିଲେ ଯେହ୍ନେ ଯାଇ ପାଣି କଲେ କରଣ ବାନର ଗଣ ବଡ଼ ବଡ଼ ବୃକ୍ଷ ମାନ ଘେନିଣ କଲେ ସମର ସର୍ବ ଅସୁର ଘେନି ଖଡ଼ଗ କୁନ୍ତ ଧନୁସର ଏହି ଶକତି ଶୂଳ ମାରନ୍ତି କୁଠାର ଗଦା ଘେନି ପ୍ରହାରନ୍ତି ଦେଖିଣ ହନୁ ରାବଣ ଶୁନୁ ଯେସନେ ରାହୁ ଗ୍ରାସ କରେ ଭାନୁ ଧୂମ୍ର ରାକ୍ଷସ କପି ବିଶେଷ ମାରି ପ୍ରବେଶ ହେଲା ରାମ ପାଶ ପଥର ଘେନି ଥିଲା ପାବନି କଚାଡ଼ିଲା ଧୂମ୍ରାକ୍ଷର ମୂର୍ଧନି ଅସୁରେ ମଲେ ପଳାଇ ଗଲେ ଧୂମ୍ର ରାକ୍ଷସ ମଲାର କହିଲେ ଶୁଣି ରାବଣ କଲା କାରୁଣ୍ୟ ବଜ୍ର ମୁଷ୍ଟି କିରାଇଲା ପଣ ତୁ ଏବେ ଯିବୁ କପି ମାରିବୁ ହେଳା ଯୁଦ୍ଧ କେବେ ନ କରିବୁ ସେହି ଅଇଲା ସୈନ୍ୟ ଘେନିଲା ଦକ୍ଷିଣ ଦ୍ୱାରେ ବାହାର ହୋଇଲା ରଥେ ବସିଲା ଧନୁ ଧଇଲା ଅଙ୍ଗଦ ଆଗେ ପ୍ରବେଶ ହୋଇଲା ସର ସନ୍ଧିଲା କପି ମାଇଲା ଅଙ୍ଗଦ ସଙ୍ଗେ ସର ଦୃଷ୍ଟି କଲା କ୍ରୋଧେ ଅଙ୍ଗଦ କରିଣ ନାଦ ବୃକ୍ଷେ କପିଟିଲା ଦୈତ୍ୟର ହୃଦ ତାହା ସମ୍ଭାଳି ଅସୁର ବଳି ସର ପ୍ରହାରନ୍ତେ ରୁଧିର ଗଳି ଘେନି ପଥର ବାଳି କୁମର କଚାଡ଼ିଲା ରଥ ସାରଥି ପର ରଥ ଭାଙ୍ଗିଲା ସାରଥି ମଲା ଅସୁର ଖଡ଼ଗ କରେ ଧଇଲା ଅଙ୍ଗଦ ଧାଇ ଧଇଲା ଯାଇ ଖଡ଼ଗତା କରୁ ନେଲା ଛଡ଼ାଇ ସେ କପି ଷଣ୍ଢ ଦେଲା କଦଣ୍ଡ ସେହି ଖଡ଼ગે କାଟି ତାର ମୁଣ୍ଡ ସୈନ୍ୟ ଭାଜିଲା ବାରତା ହେଲା ଅଙ୍ଗଦ କରେ ବଜ୍ର ମୁଷ୍ଟି ମଲା ଶୁଣି ରାବଣ ସକ୍ରୋଧ ମନ ଅକମ୍ପନକୁ କହଇ ବଚନ ତୁମ୍ଭେ ମୋହର କର ସମର ଉପ୍ରୋଧନ କରି ବାନର ମାର ଆଜ୍ଞା ପାଇଲା ସୈନ୍ୟ ସାଜିଲା ପଶ୍ଚିମ ଦ୍ୱାରେ ବାହାର ହୋଇଲା ବସି ରଥର ସୈନ୍ୟ ସଙ୍ଗର ଉଦୟ ହୋଇଲା କି ଦିବା କର ଉଭୟ ଥାଟ ହୋଇଲେ ଭେଟ ସଂଗ୍ରାମେ ବେନି ବଳ ହେଲେ ନଷ୍ଟ କଲେ ସମର କପି ଅସୁର ଅକମ୍ପନକୁ ଦେଖି ହନୁ ବୀର ଭାସିଲା ରଥ ହେଲା ଅନର୍ଥ ଅସୁର କାଣ୍ଡ ହୋଇଲା ବିଅର୍ଥ ଅସୁର ଶିର ମୋଡ଼ନ୍ତେ ବୀର ନଛିଣ୍ଡନ୍ତେ ପକାଇଲେ ଭୂମିର ଶିଳେ କନେଇ ଦେଲେ ପକାଇ ଅସୁର ଶିରରେ ପଡ଼ିଲା ଯାଇ ରଡ଼ି ଛାଡ଼ିଲା ପ୍ରାଣ ଉଡ଼ିଲା ପଥର ବାଜିଣ ଅସୁର ମଲା
ଭାଜିଲେ ଥାଟ ନ ପାଇ ଭେଟ ଲଙ୍କାରେ ପଶିଲେ ପାଇଣ କଷ୍ଟ ବାରତା ହେଲା ଚାର କହିଲା ହନୁ ହାତରେ କମ୍ପନ ମଲା ଶୁଣି ରାବଣ କରି କାରୁଣ୍ୟ ପ୍ରହସ୍ତ କୁହକାରୀ ସେହି କ୍ଷଣ ତୁମର ସବୁ ଯୁଦ୍ଧରେ ବାବୁ ପୁତ୍ରଙ୍କର କଷ୍ଟ ପାସରାଇବୁ ଶୁଣି ପ୍ରହସ୍ତ ସୈନ୍ୟ ବହୁତ ଦେଖି ବାହାରନ୍ତେ ବିଘ୍ନ ବହୁତ ବସି ରଥର ପୂର୍ବ ଦୁଆର ସଙ୍ଗରେ ସୈନ୍ୟ ଘେନିଣ ପାର ଧନୁ ଧଇଲା ସୈନ୍ୟ ପଶିଲା ଅନେକ ରୁକ୍ଷ ବାନର ମାଇଲା ବିଷମରଣ କଲା ଆପଣ କୋଟି କୋଟି ମଲେ ବାନର ଗଣ ବାନର ମଲା ନୀଳ ଦେଖିଲା ତରୁ ଶିଳା ଧରି ଆଗେ ହୋଇଲା କଲେ କରଣ ସେବେ ନିଜଣ ଅସୁର ବିନ୍ଧଇ ସାୟ କଟାଣ ତା ଦେଖି ନୀଳ ମାଇଲେ ଶିଳ ଭାଜିଲା ରଥ ଉଭା ହେଲେ ତଳ ନୀଳ ଶରୀରୁ ବହେରୁ ଧୀର କମ୍ପେ ଅଙ୍ଗଦ ହୋଇ ଥର ହର କରିଣ ରଡ଼ି ତରୁ ଉପାଡ଼ି ପ୍ରହସ୍ତ ଉପରେ ନେଇ କଚାଡ଼ି ମଲା ଅସୁର ଭାଜିଲା ସର ଶତ ଖଣ୍ଡ ହୋଇ ପଡ଼ି ଭୂମିର ଦୈତ୍ୟ ସଇନି ପଡ଼ି ମେଦିନି କେହି କେହି ଗଲେ ଜୀବନ ଘେନି ରୁଧିର ନଈ ସମରେ ବହି ସବରେ ପୃଥିବୀ ଦିଶଇ ନାହିଁ ନାଚେ କବନ୍ଧ ସବ ଦୁର୍ଗନ୍ଧ ବିହରେ ଶୃଗାଳ ଶାଗୁଣା ବୃନ୍ଦ ଲଙ୍କା ରାଜନ ବିକଳ ମନ ଶୁଣିଣ ସେ ପ୍ରହସ୍ତର ନିଧନ ଘୋଷଣା ଦେଲା ସୈନ୍ୟ ସାଜିଲା ଆଜ ମୁଁ ବିଜେ କରିବି ବୋଇଲା ବାହାର ରାଜା ବଜାଇ ବାଜା ହୁଅନ୍ତି ଅସୁରେ ବଡ଼ ତରିଜା ଅନେକ ରଥି ଅନେକ ହାତୀ ଅନେକ ଅଶ୍ଵ ଅନେକ ପଦାତି କରଇ ବିଜେ ଅସୁର ରାଜେ ତୁରି ଭେରି ଶଙ୍ଖ କାହାଳି ବାଜେ ଅଶ୍ୱ ପଛର ଗଜ ଆଗର ସମଦଣ୍ଡେ ନିଜେ ଅସୁରେଶ୍ୱର ପଡ଼ନ୍ତି ଭାଟ ନଟକ ନାଟ ଦାଣ୍ଡ ପୁରୀଣ ଯାଉଛନ୍ତି ଥାଟ ବିବିଧ ଛତ୍ର ଅତି ବିଚିତ୍ର ହରଇ ଅଖିଳ ଜନଙ୍କ ନେତ୍ର କି ସ୍ୱର୍ଗପୁର କରିବେ ଜୁର ଏହା ବିଚାରି ଡରନ୍ତି ଅମର କରିବରଣ ଆଜି ଆପଣ ଦିନ ବିଶି ଭଣେ ରାମଚରଣ କରିବରଣ ଆଜି ଆପଣ ଦିନ ବିଶି ଭଣେ ରାମଚରଣ ଚତୁରଙ୍ଗ ବଳ ଘେନି ବିଜୟ ରାବଣ ଯାନ ଚଢି ବେଢିଛନ୍ତି ପୁତ୍ର ପୌତ୍ର ଗଣ ଗଣର ଉତ୍ତର ଦ୍ୱାରେ ବାହାର ହୋଇଲେ ପ୍ରଳୟ କାଳରେ ଯେହ୍ନେ ସିନ୍ଧୁ ଛୁଡ଼ିଲେ ରଥ ଗଜ ଲକ୍ଷ ଲକ୍ଷ ପଦାତିୟ ଶେଷ ଅଶ୍ୱବୃନ୍ଦ ମହିଷିଆ ବରି ରାଜପାଶ ଦେଖିଣ ଶ୍ରୀରାମଚନ୍ଦ୍ର ବିଭୀଷଣେ ଚାହିଁ ବୋଲନ୍ତି ଦେଖ ଅସୁରେ ଆସୁଛନ୍ତି ବାହି ଅନେକ ରଥ ସାଙ୍ଗରେ ଆସେ କେଉଁ ଦୈତ୍ୟ ଜଣ ଜଣ କରି ଆମ୍ଭ ଅଗ୍ରେ କହ ସତ୍ୟ ଶୁଣି ବିଭୀଷଣ ଆଙ୍ଗୁଳି ଦେଖାଇ କହେ କମ୍ପନ ଅସୁର ରଥ ଚଢି ଆଗେ ଧାଏ ଦେଖ ଦେଖ ଦେବ ମଧ୍ୟରେ ଅସୁରେଶ୍ୱର ବିଜେ କରି ଆସଇ କନକ ରହୁବର ଦଶ ଶିର ଦଶ ମୁକୁଟ ମଣିମୟ ଗଣ୍ଡେ ଝଲକନ୍ତି ମକର କୁଣ୍ଡଳ ଜୟ ଦଶ ଭୁଜରେ କମାଣ ଦଶ ଭୁଜେ ବାଣ ଶ୍ୟାମ ମେଘ ପ୍ରାୟ କାନ୍ତି ଦେବ
ମାସରେ ଆସୁଅଛ ଇତିଶିର କୁମ୍ଭ ନିକୁମ୍ଭ ଏ ଦେବ କୁମ୍ଭକର୍ଣ୍ଣ ସୂତ ଅତିକାୟ ମହାଭୟ କରଇ ବେଦାନ୍ତ ସାବଧାନ ହୋଇ ଦେବ କରିବା ସମର ଯେଉଁମାନେ ଆସୁଛନ୍ତି ମହାମହାବୀର ଶୁଣି ଶ୍ରୀରାମ ବୋଲନ୍ତି ଆହେ ଲଙ୍କାପତି ଏହି ଚୋରାଇ ଆଣିଛି ଜନକ ଦୁହିତି ଏତେ ବୋଲି ଲକ୍ଷ୍ମଣଙ୍କୁ ପାଶ ପୁରାଇଲେ ପ୍ରତିଜ୍ଞା କରି କୋଦଣ୍ଡେ ଗୁଣ ଚଢ଼ାଇଲେ ବୃକ୍ଷ ରାକ୍ଷସ ମକଟ ହୋଇଲେ କଭେଟ ମିଶାମିଶି ହୋଇ ଗୋଳ କଲେ ବେନି ଥାଟ ଯୁଦ୍ଧପଥି ମାନେ ରଥି ମାନଙ୍କ ସଙ୍ଗରେ ଯୁଦ୍ଧ କଲେ ବେନି ବେନି ଏକ ଆରକରେ ଶାଳଶୀଳ ଅସ୍ତ୍ର ମାନ କରୁଛନ୍ତି ବୃଷ୍ଟି କେହି କାହାକୁ ନ ଛାଡେ ହୋଇ ଏକା ଦୃଷ୍ଟି ଲଙ୍କପତି କି ପାବନି ଶାଳଶୀଳ ଘେନି ପ୍ରହାରନ୍ତେ ରାବଣ କାଟିଲା କାଣ୍ଡେ ବେନି ବହୁରଣ କଲେ ବେନି ସୁଗ୍ରୀବ ରାବଣ କୋପେ ସୁଗ୍ରୀ ହୃଦକୁ ମାଇଲା ଏକ ବାଣ ରାବଣର ସରେ ସୁଗ୍ରୀ ହୃଦ ଗଲା ଫୁଟି ଅଜ୍ଞାନ ହୋଇ ପଡ଼ିଲେ ପୃଥିବୀରେ ଲୋଟି ଏହା ଦେଖିଣ ମାରୁତି ଆଗେ ଓଗାଳିଲେ ବଜ୍ର ସମ କରି ତାକୁ ଚାପୋଡ଼େ ମାଇଲେ କ୍ଷଣକେ ରାବଣ ତହିଁ ହୋଇଗଲା ମୋହ ତେଜି ଚାପୋଡ଼େ ମାଇଲା ହନୁ ଦେହ ପୁଣି ବିଧାଏ ମାରିଣ ରାବଣ ପୁରକୁ ଆପଣ ନିନ୍ଦଇ ହନୁ ଆପଣା କରକୁ